ମୁଁ ହଉଛି ନିଶ୍ଚିନ୍ତ କହିଲି ପ୍ରଖଣ୍ଡ ସଂଯୋଜକ ବଜରଙ୍ଗୀ ଦଳର ମୋର ରାମଙ୍କର ରାମନବମୀ ଉପଲକ୍ଷେ ଆମର ନିଶ୍ଚିନ୍ତ କହିଲି ପ୍ରଖଣ୍ଡ ସାଲେପୁର ଠାରୁ ଆରମ୍ଭ କରି ଉମର ମାହାଙ୍ଗାର ଉମର ଠାରେ ଆମର ସେଇଠି ଶେଷ ଆମର 1000ରୁ ଅଧିକ ବାଇକ୍ ଆଜି ମତେ ବହୁତ ଖୁସି ଲାଗୁଛି। ଯାଉ ଆମ ହିନ୍ଦୁ ଭାଇ ମାନେ ସମସ୍ତେ ଆମର ଏକତ୍ରିତ ରାମଙ୍କର ଗୋଟେ ଧୁନିରେ ଆମର ନିଶ୍ଚିନ୍ତ କହିଲି ପୁରା ଆଜି ବହୁତ ବଢିଆ ଲାଗୁଛି। ଯାହା ହଉ ଆମର ଏତିକି ମୁଁ କ୍ଲିୟର କରୁଛି ଆମର କୌଣସି ବଜରଙ୍ଗୀ ଦଳର କୌଣସି ସମ୍ପର୍କ ନାହିଁ, ରାଜନୀତିରେ କୌଣସି ବି ସମ୍ପର୍କ ନାହିଁ। ଆମ ଯାହା ହଉ ସେଟା ଭୁଲ କଥା। ସେ ଆମର ଆମ ବଜରଙ୍ଗୀ ଦଳର ନାଁକୁ ବଦନାମ କରିବାର ତାଙ୍କର ଗୋଟେ ଚକ୍ରାନ୍ତ। ଆଉ ବଜରଙ୍ଗୀ ନାଁ ଧରିକି ସେ ଭୋଟ ନେବାର ତାଙ୍କର ବହୁତ ପ୍ରୟାସ ଚଲେଇଛନ୍ତି। ଆମେ ସେଟା କେବେ ବି କରିବୁ। ବଜରଙ୍ଗୀ ଦଳ କେବେ ବି ରାଜନୀତି ସହିତ କେବେ ବି ନାହିଁ, ଆଉ ସେ ବି ତାର ଜବାବ ନିଶ୍ଚିନ୍ତ ଦେବ। ମୁଁ ପ୍ରଭାତ ଚନ୍ଦ୍ର ତ୍ରିପାଠୀ ଓଡ଼ିଶା ପୂର୍ବ ପ୍ରାନ୍ତର ସହ ସଂଯୋଗ ଦାୟିତ୍ୱରେ ଅଛି। ଆଜିର ଯେଉଁ କାର୍ଯ୍ୟକ୍ରମ ଆମର ଏଇଟା ନିଶ୍ଚିତ କହିଲି ପ୍ରଖଣ୍ଡରୁ ପ୍ରାରମ୍ଭ ହୋଇ ମାହାଙ୍ଗାରେ ଏଇଟା ସମାପ୍ତ ହୋଇଛି। ଆଉ ସମସ୍ତ ବଜରଙ୍ଗୀ ଭାଇମାନେ ଏବଂ ରାମଭକ୍ତ ମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଦେବୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ଏପରି ପୂର୍ବ ବର୍ଷ ପରି ଏ ବର୍ଷ ବି ଭଲ ଆକାରରେ ପାଳନ ହୋଇଛି ଏବଂ ଆଗାମୀ ଦିନରେ ଯେପରି ଭାରତ ହିନ୍ଦୁ ରାଷ୍ଟ୍ର ଗଠନ ହେବ ତାକୁ ନେଇକି ଏବଂ ଆମର ଓଡ଼ିଶା ରାମମୟ ହେବ ତାହା ଆମର ଆଶା ରହିବ। ଆଗାମୀ ଦିନରେ ଯେଉଁମାନେ ଆମର ଯୁବପିଢ଼ି ରହୁଛନ୍ତି ସେମାନେ ବଜରଙ୍ଗ ଦଳରେ ଯୋଗଦାନ କରନ୍ତୁ ଏବଂ ବଜରଙ୍ଗ ଦଳ ଏକ କହିବାକୁ ଗଲେ କୌଣସି ରାଜନୈତିକ ସଂଗଠନ ନୁହେଁ, ଏହା ଏକ ସଂଗଠନ ଯେଉଁଥିରେ କି ଆମମାନେ ଶାଳୀନତାର ସହ ସେବା ସୁରକ୍ଷା ଏବଂ ସଂସ୍କାରକୁ ନେଇକି ହିନ୍ଦୁ ଯୁବକମାନଙ୍କୁ ଗଠନ କରୁଛୁ ଏବଂ ଯାହାକି ରାଷ୍ଟ୍ର ନିର୍ମାଣରେ ଆଗାମୀ ଦିନରେ ସହାୟ ହେବେ।